ମାଙ୍କଡର କଥା ସରିବା ମାତ୍ରେ ହରିଣ ମହାରାଜଙ୍କୁ ପ୍ରଣାମ ଜଣାଇ କହିଲା, ମହାରାଜ, ମୁଁ ଗୋଟେ ତୃଣଭୋଜୀ ପ୍ରାଣୀ। ଛୋଟ ଛୋଟ ଲତା ଓ ଘାସ ମୋ ଆହାର। ଏକା ମୁଁ ନୁହେଁ, ଜଙ୍ଗଲରେ ଅନ୍ୟ ପ୍ରାଣୀ ମାନେ ମଧ୍ୟ ଅଛନ୍ତି ଯୋଉମାନେ ଘାସକୁ ଆହାର ଭାବେ ଗ୍ରହଣ କରନ୍ତି। ହେଲେ ବର୍ଷା ଅଭାବରୁ ଜଙ୍ଗଲରେ ଆଉ ଘାସ ଦେଖିବାକୁ ମିଳୁନାହିଁ। ଜଙ୍ଗଲ ପାଖରେ ଥିବା ନଦୀରେ ପାଣି ମଧ୍ୟ ଶୁଖିଗଲାଣି। ଦି ଦିନ ତଳେ ମୋ ମା ନଈ କୂଳକୁ ପାଣି ପିଇବାକୁ ଯାଇଥିଲା ଯେ ଆଉ ଫେରିଲାନି। ମୁଁ ମୋ ମାକୁ ଜଙ୍ଗଲ ସାରା ଅନେକ ଖୋଜିଲି, ହେଲେ କୋଉଠି ବି ପାଇଲିନି। ମା ମା ଅନେକ ଡାକିଲି, ହେଲେ ମୋ ମାକୁ ଖୋଜି ପାଇଲିନି। ଜଙ୍ଗଲ ସାରା ମୋ ମାକୁ ଖୋଜି ଖୋଜି ମୁଁ ଥକି ପଡିଥାଏ। ଶୋଷରେ ମୁଁ ଛଟପଟ ହଉଥାଏ। ଆଉ ପାଣି ପିଇବା ପାଇଁ ମୁଁ ନଈ କୂଳକୁ ଦୌଡ଼ି ଗଲି। ଆଉ ନଈ କୂଳରେ ଯାଇ ଦେଖେ ତ ମୋ ମାର ଖଣ୍ଡ ବିଖଣ୍ଡିତ ଶରୀର ଚାରିଆଡେ ପଡି ରହିଛି। ଆଉ ମୋ ମାର ରକ୍ତ ଜୁଡୁବୁଡୁ ମୁଣ୍ଡଟା ମତେ କଲବଲ କରି ଚାହିଁ ରହିଛି। ମହାରାଜ, ଏ କୁମ୍ଭୀର ଯଦି ନଦୀରେ ମାଛ ଖାଇବା ଛାଡି ମୋ ମାକୁ ମାରି ଖାଇଦେଇ ପାରିଲା, ମୁଁ କଣ ବଞ୍ଚିବା ପାଇଁ ମାଟି ଉପରେ ପଡିଥିବା ପାଚିଲା ଫଳ ଖାଇପାରିବିନି? ଆପଣ କୁହନ୍ତୁ ମହାରାଜ, ଏମିତି ପରିସ୍ଥିତିରେ ମୁଁ ଖାଇଥାନ୍ତି କଣ, ବଞ୍ଚିଥାନ୍ତି କେମିତି? ମହାରାଜ, ମୁଁ ତ କାହାର କିଛି କ୍ଷତି କରିନି। ମହାରାଜ, ଯାହା ପାଖରେ ଶକ୍ତି ନାହିଁ ସେ ଅନ୍ୟମାନଙ୍କର ଉପଭୋଗର ବସ୍ତୁ। ଏକଥା ମୁଁ କହୁନି, ଏହା ହେଉଛି ଜଙ୍ଗଲର କାନୁନ। ମୁଁ ଯଦି ଅହିଂସା ମାର୍ଗରେ ଚାଲିବା ଆରମ୍ଭ କରିଦିଏ, ତାହେଲେ 3-4 ଦିନ ଭିତରେ ଭୋକ ଉପାସରେ ଛଟପଟ ହେଇ ମରିଯିବି। ମୋତେ ଏ ହରିଣ କଥା ଭାବି ଦୁଃଖ ଲାଗୁଛି, କିନ୍ତୁ ମୁଁ ମଧ୍ୟ ଏକ ମାଂସଭୋଜୀ ପ୍ରାଣୀ। ଏ ବିଶାଳକାୟ ଶରୀର ନେଇ ଜଙ୍ଗଲ ଭିତରେ ଦୌଡ଼ି ଦୌଡ଼ି ଶିକାର କରିପାରିବିନି। ଶିକାର ମୋ ପାଟି ଭିତରେ ଆସି ଆପେ ଆପେ ପଶିଯାଏନି ମହାରାଜ। ମୋତେ ଶିକାର କରିବା ପାଇଁ ଘଣ୍ଟା ଘଣ୍ଟା ପାଣି ଭିତରେ ବୁଡ଼ିବାକୁ ପଡ଼େ। ଆଉ ଯେତେବେଳେ ଏ ନଦୀକୁ ଯିଏ ପାଣି ପିଇବାକୁ ଆସେ, ମୁଁ ଶିକାର କରିବା ପାଇଁ ତା ଉପରେ ଲମ୍ଫ ଦିଏ। କେତେବେଳେ ସଫଳ ହୁଏ ତ କେତେବେଳେ ଶିକାର ମୋ ପାଟିରୁ ଖସି ପଳେଇଯାଏ। ମୋତେ ଭୋକ ଉପାସ ରହିବାକୁ ପଡ଼େ ମହାରାଜ। ମୁଁ ମାନୁଛି ଏ ହରିଣ ମାକୁ ଶିକାର କରି ତା ମନରେ କଷ୍ଟ ଦେଇଛି, କିନ୍ତୁ ମହାରାଜ, ଇଏ ହେଉଛି ମୋର ବଞ୍ଚି ରହିବାର ସଂଘର୍ଷ।